ମୁଁ ଗୌରୀଶଙ୍କର ପରିଡ଼ା ଜୀବନ ରକ୍ଷା ଏନଜିଓର ସମ୍ପାଦକ। ଆଉ ଆଜି ଆମର ଏଠି ଗୋଟେ ଫ୍ରି ଆକ୍ୟୁପ୍ରେସର କ୍ୟାମ୍ପ ଆରମ୍ଭ ହେଲା। ସବୁଦିନ এটা ଚାଲିବ, କେବଳ ରବିବାରକୁ ଛାଡ଼ିକିନା ସକାଳ 7ରୁ ସକାଳ 9ଟା ଯାଏ। ଯାହା ଆଜି ମୁଁ ନିଜକୁ ସୌଭାଗ୍ୟ ମନେ କରୁଛି। ଆମ ସମସ୍ତ ଟିମ୍କୁ ଧନ୍ୟବାଦ ଦେଉଛି। ଆମ ଗ୍ରହଣରେ ଆଜି ଅଛନ୍ତି ସମାଜର ସମ୍ପାଦକ ଡକ୍ଟର ପ୍ରମୋଦ କୁମାର ମହାପାତ୍ର, ଯିଏକି ଆମକୁ ଦିଗ୍ଦର୍ଶନ ବି ଦେଉଛନ୍ତି। ଆଉ ଆମ ପାଖରେ ବି ତାଙ୍କୁ ପାଇକିନା ଆମକୁ ବି ଆଗକୁ ବଢ଼ିବା ପାଇଁ ସୁବିଧା ହେବ, ମାର୍ଗଦର୍ଶନ ସେ ଆମର କରିବେ। ସାର୍ ନମସ୍କାର। ନମସ୍କାର ନମସ୍କାର ସାର୍ ସାରା ଓଡ଼ିଶାବାସୀ ଦେଶବାସୀ ଆପଣଙ୍କୁ ସମସ୍ତେ ପରିଚିତ, ଆପଣଙ୍କୁ ସମସ୍ତେ ଜାଣିଛନ୍ତି। ସାର୍ ଆଜି ଆପଣ ଏଠି ଆସିଲେ, ଆପଣଙ୍କୁ କେମିତି ଲାଗିଲା? ଦେଖନ୍ତୁ, କଟକ ସହରରେ ମୁଁ ତ ପାଖାପାଖି 60 ଇୟର୍ସ କଟେଇ ସାରିଲିଣି, ରେଭେନ୍ସାରେ ପଢ଼ୁଥିଲି। କିନ୍ତୁ ଏଇଭଳି ଗୋଟେ ସଂସ୍ଥା ଯେଉଁଟା ଆଜି ଦିନର ଆବଶ୍ୟକତା, ଆମେ ଆକ୍ୟୁପଙ୍କଚର ଥେରାପି ମାଧ୍ୟମରେ ବଡିଟାକୁ ଠିକ୍ ରଖିପାରିବୁ, ଯେଉଁଟା ସାଧାରଣ ଲୋକ ଜାଣିନାହାନ୍ତି। ଏବଂ ଆଜି ଦିନକୁ ନିଜକୁ ଫିଟ୍ ରଖିବା ପାଇଁ ଆପଣମାନେ ଜାଣନ୍ତି ଯେ ବର୍ତ୍ତମାନ ସମସ୍ତେ ଟେନସନରେ କାମ କରୁଛନ୍ତି। starting from the children's, the employees in different computer sections, they are always in tension. So how to eradicate tension from our body? ଆଉ ଆପଣମାନେ ଜାଣନ୍ତି ଯେ ଆମ ବଡି ହେଉଛି ପୃଥିବୀ ପୃଷ୍ଠର ସବୁଠୁ ଜଟିଳ କାରଖାନା। ଏଥିରେ ପ୍ରତ୍ୟେକ ଯନ୍ତ୍ରପାତି ଭିତରେ ଯାହା ରହିଛି ତା ବିଷୟରେ ଆଲୋଚନା କଲେ ସମସ୍ତେ ସାଧାରଣ ଲୋକ ବି କେହି ଜାଣିନାହାନ୍ତି, କେବଳ ଟେକ୍ନିକାଲ ପର୍ସନ ଜାଣନ୍ତି ଆକୁ କିଭଳି ଭାବେ ସୁସ୍ଥ ରଖାଯିବ। ଧରନ୍ତୁ ଆପଣ ଦେଖିବେ ଏବେ ଅଧିକାଂଶ ରୋଗୀ ଲୋକ ନିଜ ଅଜାଣତରେ ଟେନସନ ସହିତ ତାଙ୍କର ସୁଗାର ବଢ଼ିଛି ଏବଂ ବ୍ଲଡ ପ୍ରେସର ମୋଷ୍ଟ ଅଧିକାଂଶ ଲୋକଙ୍କ ପାଇଁ। ତେଣୁ ଏଇ ଯେଉଁ କାର୍ଯ୍ୟକ୍ରମଟି ଆପଣ ଗୋଟେ ସେବା ବୋଲି ଆପଣ କହିପାରିବେ, ଗୋଟେ ସେବା ମାଧ୍ୟମରେ ଚିକିତ୍ସା ଆକୁ ଆମେ ନାଁ ଦେଇପାରିବା। ଏବଂ ଯେତେ ଜଟିଳ ରୋଗ ହେଲେ ଏଇ ସବୁ ଯନ୍ତ୍ରପାତି ମୁଁ ଦେଖିଲି ଆଜି ୟୁନିକ୍ ମେସିନାରିଜ୍ ଆର୍ ହିୟର। ତେଣୁ ତାକୁ ନେଇ ତାକୁ ୟୁଟିଲାଇଜ୍ କରି କଟକ ସହରବାସୀ ନିଶ୍ଚିତ ଭାବେ ଏହା ମାଧ୍ୟମରେ ଉପକୃତ ହେବେ। କଟକ ଗୋଟେ ଅଲଗା ସହର, ଏଠି ଭାଇଚାରା ଯାହା କହିଲେ ଭାଇ ଆମର ଯେ ଭାଇଚାରାର ଜାଗା ଏଟା, ଆଉ ସମସ୍ତେ ସମସ୍ତଙ୍କ ସୁଖ ଦୁଃଖ ପାଇଁ ଭାଗିଦାର ହୁଅନ୍ତି। ମୁଁ ତ ଅଲ୍ ୱାର୍ଲଡ ବୁଲିଛି, ଦେଖିଛି, କିନ୍ତୁ ଏଇ ସହର ପରିକା ଜାଗା ମୋତେ ନାହିଁ। ମୋତେ ଏତେ ଭଲ ଲାଗେ କି ଲୋକ ଯେତେ ଲୋକ ଗହଳି ଭିତରେ ଥିଲେ ବି ଆମେ ସମସ୍ତେ ତାକୁ ଏନ୍ଜୟ କରୁ। ଏବଂ ଯେଉଁମାନେ ସାଧାରଣ ଲୋକ ଗରିବ ଲୋକ ସେମାନଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। କିନ୍ତୁ ଯାହାର ପଇସା ପତ୍ର ଅଛି ସେମାନେ ବି ତାକୁ ଦାନ କରନ୍ତି। ଆଉ ଏହି ସଂସ୍ଥା ଆମ ଅନୁଷ୍ଠାନ ଆମ କଟକ ସହରରେ ଖୋଲାଯାଉ। ମୁଁ ଆଶା କରିବି ଏହା ମାଧ୍ୟମରେ ଅନ୍ୟ ଏକ ଜନସେବା କେନ୍ଦ୍ର ଖୋଲାଗଲା ବୋଲି ମୁଁ ଆଜି ଭାବୁଛି ଏବଂ ଚିନ୍ତା କରୁଛି। ଏହାର ସଫଳତା ଆଗାମୀ ଦିନରେ କାମନା କରୁଛି। କାରଣ ସମସ୍ତେ ନିଜକୁ ସେବା କ୍ଷେତ୍ରରେ ନିୟନ୍ତ୍ରିତ କରିବା, ସଂଯୋଗିତ କରିବା।